ଭାଙ୍ଗୁଛି ସଂସାର ଉଜାଡୁଛି ଆମ ବସ୍। କାହାର ଜୀବନ ନେଉଛି ତ କାହାକୁ ପଙ୍ଗୁ କରିଦେଉଛି। ଅନେକ ସ୍ୱପ୍ନ ନେଇ ସମ୍ବଲପୁରରୁ ଭୁବନେଶ୍ୱର ଆସିଥିଲେ ଝିଲେ। ପାର୍ଲରରେ ରହି କାମ ଶିଖୁଥିଲେ, କିନ୍ତୁ ଆମ ବସ୍ ଦୁର୍ଘଟଣା ପରେ ସବୁକିଛି ଉଜୁଡ଼ିଗଲା। ଚନ୍ଦ୍ରଶେଖରପୁରରେ ଆମ ବସ୍ ଦୁର୍ଘଟଣାର ଶିକାର ହେଲେ। ଭୁବନେଶ୍ୱର ଏମ୍ସରେ ଅସ୍ତ୍ରୋପଚାରରେ ଖର୍ଚ୍ଚ ହୋଇଗଲା 13 ଲକ୍ଷ ଟଙ୍କା। କିଛି ବିଜୁ ସ୍ୱାସ୍ଥ୍ୟ କାର୍ଡରେ ହୋଇଗଲା, ଆଉ କିଛି ପଦାନ୍ୟ ବ୍ୟକ୍ତି ସାହାଯ୍ୟର ହାତ ବଢ଼ାଇଥିଲେ। କିନ୍ତୁ ସରକାରୀ ସାହାଯ୍ୟ ତ ଦୂରର କଥା, କ୍ରୁଟ୍ ବା ପରିବହନ ବିଭାଗର କୌଣସି ଅଧିକାରୀ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବାକୁ ବି ଯାଇନଥିଲେ। ଏବେ ବାମ ହାତ କାମ ଦେଉନାହିଁ। ଅନିଶ୍ଚିତତାର କଥା ଭିତରେ ପୁରା ଭବିଷ୍ୟତ। ପିଲାବେଳୁ ଗେହ୍ଲ ବସରରେ ବଢ଼ିଥିବା ମୁନି ଭାଇ ଭଉଣୀଙ୍କ ଭିତରେ ସାନ ହୋଇଥିବାରୁ ସମସ୍ତଙ୍କର ପ୍ରିୟ ଥିଲା। ସ୍କୁଲ ଯିବା ପୂର୍ବରୁ ରାସ୍ତା ପାଖ ଦୋକାନରୁ ବିସ୍କୁଟ ଆଣିବାକୁ ଯାଇଥିଲା। କିନ୍ତୁ ହଠାତ୍ ଆମ ବସ୍ ଦୁର୍ଘଟଣାର ଶିକାର ହେଲେ। କେହି କିଛି ବୁଝିବା ଆଗରୁ ଆଖି ପିଛୁଳାକେ ଚାଲିଗଲା ମୁନିର ଜୀବନ। କ୍ଷତିପୂରଣ ବାବଦକୁ ପରିବାରକୁ କ୍ରୁଟ୍ 2 ଲକ୍ଷ ଟଙ୍କା ବି ଦେଲା, କିନ୍ତୁ ଆଜି ବି ଝିଅର ମୃତ୍ୟୁକୁ ଭୁଲି ନାହାନ୍ତି ପରିବାର ଲୋକେ। ସେଭଳି ଭୁବନେଶ୍ୱର ରୂପାଲି ଛକରେ ଆମ ବସ୍ ଦୁର୍ଘଟଣା ପରେ ପରେ ପରିବହନ ବିଭାଗର ନିଦ ଭାଙ୍ଗିଛି। କେଉଁଠି ଅତର୍କିତ ଚଢ଼ାଉ ତ ଆଉ କେଉଁଠି ବସ୍ ଯାତ୍ରାର ସ୍ଥିତି ପରଖୁଛନ୍ତି ପରିବହନ କମିଶନର। ଭୁବନେଶ୍ୱରରୁ କଟକ ସାଧାରଣ ଯାତ୍ରୀଙ୍କ ସହ ଯାଇ ତଥ୍ୟ ନେଇଛନ୍ତି। ରୂପାଲି ଦୁର୍ଘଟଣା ପରେ ପରିବହନ ବିଭାଗ ଆକ୍ସନ ମୋଡରେ ଆସିଛି ସତ, କିନ୍ତୁ ପ୍ରଶ୍ନ, ଆମ ବସ୍ କର୍ମଚାରୀଙ୍କ ଆଚରଣ ପରିବର୍ତ୍ତନ ହେବ ତ? ପରିବହନ ବିଭାଗର ଏଭଳି ଚଢ଼ାଉ ବେଳେ ଗୋଟିଏ କିମ୍ବା 2 ଦିନରେ ସୀମିତ ରହିଯିବ ନାହିଁ ତ? ବ୍ୟୁରୋ ରିପୋର୍ଟ, जनता टीवी।